ଦଶପଲ୍ଲା ବରପଲ୍ଲୀଠାରେ ମେଗା ଅଏଲ ଫାର୍ମ ପ୍ଲାଣ୍ଟେସନ ଡ୍ରାଇଭ୍ 2024-25 ଅନୁଷ୍ଠିତ ହୋଇଯାଇଛି। ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ବୈଦେହୀ ପାମ୍ ଦ୍ୱାରା ବରପଲ୍ଲୀ ସ୍ଥିତ ସନ୍ତୋଷ ସାହୁଙ୍କ ବଗିଚାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା, ଉଦ୍ୟାନ କୃଷି ସହକାରୀ ଉପନିର୍ଦ୍ଦେଶକ ମାନସୀ ନନ୍ଦ, ବୈଦେହୀ ପାମ୍ ପ୍ରାଇଭେଟ ଲିମିଟେଡ ପରିଚାଳକ ଆଶୁତୋଷ ମୁଖାର୍ଜୀ, ଅଏଲ ପାମ୍ ଚାଷୀ ତଥା ସାଂସଦ ପ୍ରତିନିଧି ପ୍ରଦୋଷ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅଏଲ ପାମ୍ ଚାଷ ଦ୍ୱାରା ଚାଷୀ କିଭଳି ଉନ୍ନତି କରିବ ଓ ଚାଷୀର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ ସେ ସମ୍ପର୍କରେ ସାଂସଦ ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟ ରଖିବା ସହ ଅଧିକ ମାତ୍ରାରେ ଅଏଲ ପାମ୍ ଚାଷ କରିବା ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ। ଅଏଲ ପାମ୍ ଚାଷ ଦ୍ୱାରା ଚାଷୀମାନେ କିଭଳି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଅତିଥିମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅଞ୍ଚଳରେ ବହୁ ଚାଷୀ ସାମିଲ ହୋଇ ଅଧିକାରୀମାନଙ୍କ ସହ ଅଏଲ ପାମ୍ ଚାଷ ସମ୍ପର୍କିତ ବିଭିନ୍ନ ଆଲୋଚନା କରିଥିଲେ। ଚଳିତ ବର୍ଷ ଜିଲ୍ଲାରେ ପ୍ରାୟ 150 ହେକ୍ଟର ଜମିରେ ଅଏଲ ପାମ୍ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ମିଡିଆ ଭଏସ୍।